প্রিয় বন্ধুগণ, আমার পরমেশ্বরଙ୍କର ସେବା କାର୍ଯ୍ୟ ପକ୍ଷରୁ ପରମେଶ୍ୱରଙ୍କ ପରିବାର ପ୍ରାର୍ଥନା ଭବନ ପକ୍ଷରୁ ଆପଣଙ୍କ ପୁଣି ଆପଣଙ୍କ ପରିବାରକୁ ଆମର ଆନ୍ତରିକ ନମସ୍କାର ଜ୍ଞାପନ କରେ। ପ୍ରିୟ ବନ୍ଧୁ, ଆଜି ବି ଆପଣ ମୁକ୍ତି ପାଇବା ପାଇଁ ଚାହାନ୍ତି, ଆଜି ବି ଆପଣ ଶାନ୍ତି ପାଇବା ପାଇଁ ଚାହାନ୍ତି, ଆଜି ବି ଆପଣ ସୁସ୍ଥତା ପାଇବା ପାଇଁ ଚାହାନ୍ତି। ଯଦି ସୁସ୍ଥତା ପାଇବା ପାଇଁ ଚାହାନ୍ତି, ଯଦି ମୁକ୍ତି ପାଇବା ପାଇଁ ଚାହାନ୍ତି, ଯଦି ପାପ କ୍ଷମା ପାଇବା ପାଇଁ ଚାହାନ୍ତି, ଯଦି ଅନନ୍ତ ଜୀବନ ପାଇବା ପାଇଁ ଚାହାନ୍ତି, ଯଦି ପବିତ୍ର ଜୀବନ ପାଇବା ପାଇଁ ଚାହାନ୍ତି, ଯଦି ଶୟତାନର ବନ୍ଧନରୁ ଏ ସଂସାରର ମାୟା ଜାଲରୁ ରକ୍ଷା ପାଇବା ପାଇଁ ଚାହାନ୍ତି, ଯଦି ଅଶାନ୍ତି ଅସ୍ଥିରତାରୁ ଏ ଜଗତର ସମସ୍ତ ପ୍ରକାର ଅନ୍ଧକାର ମାୟାଜାଲ ପରୀକ୍ଷା ପ୍ରଲୋଭନ ସମସ୍ୟା କ୍ଲେଶ ସଂକଟ ବିପଦ ଆପଦ ବିଭିନ୍ନ ପ୍ରକାର ଅନ୍ଧକାର ପରିସ୍ଥିତିରୁ ଯଦି ମୁକ୍ତି ପାଇବା ପାଇଁ ଚାହାନ୍ତି, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନିକଟକୁ ଆସନ୍ତୁ। ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ନିଜର ବ୍ୟକ୍ତିଗତ ପରିତ୍ରାଣକର୍ତ୍ତା ରୂପେ ଗ୍ରହଣ କରନ୍ତୁ। ମୁକ୍ତି ପାଇବେ, ସୁସ୍ଥତା ପାଇବେ, ଜୀବନ ପାଇବେ। ପ୍ରିୟ ବନ୍ଧୁ, ଆପଣ ହୁଏତ ହିନ୍ଦୁ ହୋଇପାରନ୍ତି, ଖ୍ରୀଷ୍ଟିଆନ ହୋଇପାରନ୍ତି, ବୁଦ୍ଧିଷ୍ଟ ହୋଇପାରନ୍ତି, ଜୈନ ହୋଇପାରନ୍ତି, ଶିଖ ହୋଇପାରନ୍ତି, ପାର୍ସୀ ହୋଇପାରନ୍ତି, ଆପଣ ହୁଏତ ନାସ୍ତିକ ମଧ୍ୟ ହୋଇପାରନ୍ତି। ତଥାପି ଯଦି ଆପଣ ମୁକ୍ତି ପାଇବା ପାଇଁ ଚାହାନ୍ତି, ଆପଣ ଯଦି ଶାନ୍ତି ସୁସ୍ଥତା ଆରୋଗ୍ୟ ପାଇବା ପାଇଁ ଚାହାନ୍ତି, ନୂଆ ଜୀବନ ପାଇବା ପାଇଁ ଚାହାନ୍ତି, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନିକଟକୁ ଫେରି ଆସନ୍ତୁ। ଯଦି ପ୍ରଭୁ ଯୀଶୁ ଆଜି ସମଗ୍ର ମାନବ ଜାତିର ଅପେକ୍ଷାରେ ଏହି ମଣିଷ ଯେପରି ଫେରିକି ଆସିବ ପାପରୁ, ଜଗତର ଅଧର୍ମରୁ, ଜଗତର ଅନ୍ଧକାରରୁ, ଜଗତର ଅନ୍ୟାୟ ଅତ୍ୟାଚାର, ଜଗତର କାଳ୍ପନିକ ବ୍ୟବସ୍ଥାରୁ, ଜଗତର ଅନ୍ଧବିଶ୍ୱାସର ମାର୍ଗରୁ ଯେପରି ଫେରି ଆସିବ, ଏଥିପାଇଁ ପ୍ରଭୁ ଯୀଶୁ ଅପେକ୍ଷା କରନ୍ତି। ଏଥିପାଇଁ 2000 ବର୍ଷ ତଳେ ସୃଷ୍ଟିକର୍ତ୍ତା ଈଶ୍ୱର ସ୍ୱୟଂ ପ୍ରଭୁ ଯୀଶୁ ନାମରେ ମନୁଷ୍ୟ ଅବତାର ଜଗତରେ ଜନ୍ମ ଗ୍ରହଣ କଲେ। ଏଥିପାଇଁ ପ୍ରିୟ ବନ୍ଧୁ, ପ୍ରଭୁ ଯୀଶୁ ଆପଣଙ୍କର ପାପକୁ କ୍ଷମା କରନ୍ତି, ପ୍ରଭୁ ଯୀଶୁ ଆପଣଙ୍କର ରୋଗ ସୁସ୍ଥ କରନ୍ତି। ଯେହେତୁ ଏକମାତ୍ର ସତ୍ୟ ଈଶ୍ୱର, ଏକମାତ୍ର ପବିତ୍ର ଈଶ୍ୱର, ଏକମାତ୍ର ଧାର୍ମିକ ଈଶ୍ୱର, একমাত্র সর্বশক্তিমান ঈশ্বর, একমাত্র প্রেমিক ঈশ্বর, দয়ালু ঈশ্বর। প্রিয় বন্ধুগণ, আমাদের জগতে দেখু অনেক অনেক অসংখ্য অসংখ্য দেবতা দেবী ঈশ্বর অছি বলি লোকମାନେ বিশ্বাস କରନ୍ତି, কিন্তু একমাত্র ঈশ্বর মনে রাখନ୍ତୁ, ঈশ্বর একমাত্র ঈশ্বর, কোটি কোটি লক্ষ লক্ষ অসংখ্য ঈশ্বর ନୁହନ୍ତି। ଆଜି ମଣିଷ ନିଜର ଅଜ୍ଞାନତା ସକାଶୁ, ନିଜର ମୂର୍ଖତା ସକାଶୁ ଆଜି ମଣିଷ ପାପର ବନ୍ଧନରେ ପଡ଼ି, ପାପର ମାୟାଜାଲରେ ପଡ଼ି ଆଜି ନିଜକୁ ହଜାଇଅଛି। ଜଗତର ପାପରେ ମଣିଷ ହଜି ଯାଇଅଛି। ଜଗତର ପାପର ବନ୍ଧନରେ ଆଜି ମଣିଷ ପଡ଼ି ଆଜି ମଣିଷର ଆନ୍ତରିକ ଚକ୍ଷୁ ଆଜି ଅନ୍ଧ ହୋଇଅଛି। ଜଗତର ଆଜି ମଣିଷର ଜ୍ଞାନ ଚକ୍ଷୁ ଅନ୍ଧ ହୋଇଅଛି, ଯାହାରି ଫଳରେ ଆଜି ମଣିଷ ସୂର୍ଯ୍ୟ ଚନ୍ଦ୍ର ନକ୍ଷତ୍ର ତାରାଗଣ ପଶୁ ପକ୍ଷୀ ଇତ୍ୟାଦି ଇତ୍ୟାଦି ସୃଷ୍ଟିକୁ ସୃଷ୍ଟିକର୍ତ୍ତା ରୂପେ ଈଶ୍ୱର ଭାବେ ଆଜି ପୂଜା ଆରାଧନା କରି ଆଜି ପର୍ଯ୍ୟନ୍ତ ସେ ପାପର ସେ ମୃତ୍ୟୁର ରାସ୍ତାରେ ଯାଉଅଛି। ପ୍ରିୟ ବନ୍ଧୁଗଣ, ମୋର ପୂର୍ବପୁରୁଷମାନେ ମଧ୍ୟ ଦିନ ଥିଲା, ମୋ ପୂର୍ବପୁରୁଷମାନେ ମଧ୍ୟ ଅନେକ ଅନେକ ଅସଂଖ୍ୟ କୋଟି କୋଟି ଦେବା ଦେବୀ ଈଶ୍ୱର ବୋଲି ଅନେକ ଅନେକ ବସ୍ତୁ ମାନଙ୍କୁ ପୂଜା କରୁଥିଲେ, ପଶୁ ପକ୍ଷୀ ମାନଙ୍କୁ ପୂଜା କରୁଥିଲେ। ସୂର୍ଯ୍ୟ ଚନ୍ଦ୍ର ନକ୍ଷତ୍ର ତାରାଗଣ ପୃଥିବୀ ଆକାଶ ସମୁଦ୍ର ପାଣି ପବନ ନଦୀ ଝରଣା ବୃକ୍ଷଲତା ଅନେକ ଅନେକ ଜୀବଜନ୍ତୁ ମାନଙ୍କୁ ଈଶ୍ୱର ବୋଲି ପୂଜା କରୁଥିଲେ। ଅନେକ ଅନେକ ବନ୍ୟ ପ୍ରାଣୀ ମାନଙ୍କୁ, ଅନେକ ଅନେକ ପଶୁ ପକ୍ଷୀ ମାନଙ୍କୁ ଈଶ୍ୱର ବୋଲି ପୂଜା କରୁଥିଲେ। ପ୍ରିୟ ବନ୍ଧୁ, ଯେହେତୁ ସେତେବେଳେ ସେମାନେ ଅନ୍ଧ ଥିଲେ, ଆତ୍ମିକ ଭାବରେ ଅନ୍ଧ ଥିଲେ, ସେମାନଙ୍କର ଜ୍ଞାନ ନଥିଲା, ବୁଦ୍ଧି ନଥିଲା, ସେମାନଙ୍କର ଜ୍ଞାନ ଚକ୍ଷୁ ଶୟତାନ ବନ୍ଦ କରିକି ରଖିଥିଲା, ସେମାନଙ୍କର ଆନ୍ତରିକ ଚକ୍ଷୁ ଶୟତାନ ବନ୍ଦ କରି ରଖିଥିଲା। ଆଉ ଅନ୍ଧକାର ମଧ୍ୟରେ ସେମାନେ ଗମନାଗମନ କରୁଥିଲେ। ଆମର ପୂର୍ବପୁରୁଷମାନେ ସେମାନେ ଭାବୁଥିଲେ ଆମେ 33 କୋଟି 36 କୋଟି ପୁଣି ଅନେକ ଅନେକ ଅସଂଖ୍ୟ ଅସଂଖ୍ୟ ଦେବାଦେବୀ ମାନଙ୍କୁ ପୂଜା କରୁଛୁ, ପୁଣି ଆମେ ଧାର୍ମିକ, ଆମଙ୍କର ପାପ କ୍ଷମା ହୋଇ ସାରିଛି, ଆମେ ଜଗତରେ ସବୁଠୁ ବଡ଼ ଲୋକ, ଏହିପରି ସେମାନେ
ଭାବୁଥିଲେ ସେମାନଙ୍କ ଚିନ୍ତାଧାରା ସେମାନଙ୍କର ଭାବନା ସେମାନଙ୍କର କଳ୍ପନା ସମ୍ପୂର୍ଣ୍ଣ ରୂପେ ମିଥ୍ୟା ଥିଲା। ସମ୍ପୂର୍ଣ୍ଣ ରୂପେ ବ୍ୟର୍ଥତାରେ ସେମାନେ ଜୀବନ କାଟୁଥିଲେ। ଦିନ ରାତି ପୂଜା ପାଠ ଅନେକ ଅନେକ ଶାସ୍ତ୍ର ଅଧ୍ୟୟନ ଅନେକ କାଳ୍ପନିକ ପୁଣି ଅନ୍ଧବିଶ୍ୱାସର କ୍ରିୟାକର୍ମ ସେମାନେ କରୁଥିଲେ। ଶହ ଶହ ଟଙ୍କା ହଜାର ଟଙ୍କା ଖର୍ଚ୍ଚ କରି ସେମାନେ ଅନେକ ଦେବୀ ଦେବତା ମାନଙ୍କର ମୂର୍ତ୍ତି ସେମାନେ ନିଜେ ନିର୍ମାଣ କରୁଥିଲେ ଏବଂ ସେଇ ହାତ ତିଆରି ଦେବୀ ଦେବତା କାଳ୍ପନିକ ଦେବୀ ଦେବତା ମାନଙ୍କୁ ପୂଜା କରି ସେମାନଙ୍କ ଜୀବନ ଚାଲିଥିଲା। କେତେ ପିଢ଼ି ଚାଲିଗଲା ତଥାପି ସେମାନଙ୍କ ଜୀବନ ପରିବର୍ତ୍ତନ ହେଲା ନାହିଁ। ସେମାନେ ସତ୍ୟ ଈଶ୍ୱରଙ୍କୁ ଜାଣିପାରିଲେ ନାହିଁ। କିଏ ସେହି ସତ୍ୟ ଈଶ୍ୱର, କିଏ ସେହି ସୃଷ୍ଟିକର୍ତ୍ତା, କିଏ ସେହି ପବିତ୍ର ଈଶ୍ୱର ଯେ ଜୀବନର ମୃତ୍ୟୁର ଅଧିକାରୀ, କିଏ ସେହି ଈଶ୍ୱର ଯେ ଆମକୁ ପାପରୁ ଆମକୁ ମୁକ୍ତି ଦେବେ, କିଏ ସେହି ପବିତ୍ର ଈଶ୍ୱର ସେମାନେ ଜାଣିନଥିଲେ। କିନ୍ତୁ ଦିନ ଆସିଲା ହଠାତ୍ ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କର ସୁସମାଚାରର ଆଲୋକ ସେମାନଙ୍କ ଜୀବନକୁ ଆସିଲା। ଯେତେବେଳେ ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କର ଜୀବନ ସତ୍ୟ ଆଲୋକ, ଜୀବନ ପରିବର୍ତ୍ତନକାରୀ ଆଲୋକ, ସୁସମାଚାରର ଆଲୋକ ସେମାନଙ୍କ ଜୀବନକୁ ଆସିଲା, ସେମାନଙ୍କର ଚକ୍ଷୁ ଉନ୍ମୁକ୍ତ ହେଲା, ସେମାନଙ୍କର ଅନ୍ଧତା ଦୂର ହେଲା, ସେମାନଙ୍କର ଅଜ୍ଞାନତା ଦୂର ହେଲା। ପୁଣି ସେମାନଙ୍କର ମନରେ ଯେ ଅଜ୍ଞାନତା, ଯେଉଁ କାଳ୍ପନିକ ଦେବୀ ଦେବତା ମାନଙ୍କର ସେବା କରୁଥିଲେ, ନିଜ ହାତରେ ମାଟିରେ ପଥର ଦ୍ୱାରା କାଠ ଦ୍ୱାରା ଯେଉଁ ଦେବତା ଈଶ୍ୱର ଦେବୀ ଦେବତା କାଳ୍ପନିକ ଦେବୀ ଦେବତା ଯାହା କୌଣସି କାଳର ସତ୍ୟ ନୁହେଁ, କାଳ୍ପନିକ ମନ ଗଢା ମୂର୍ତ୍ତି ମାନଙ୍କୁ ପୂଜା କରୁଥିଲେ ଈଶ୍ୱର ଦେବାଦେବୀ ବୋଲି। ପୁଣି ଏ ସୃଷ୍ଟିକୁ ସେମାନେ ସୃଷ୍ଟିକର୍ତ୍ତା ବୋଲି ଭାବୁଥିଲେ। ସୂର୍ଯ୍ୟ ଦେବତା ସୂର୍ଯ୍ୟ ଈଶ୍ୱର, ଚନ୍ଦ୍ର ଈଶ୍ୱର, ନକ୍ଷତ୍ର ଈଶ୍ୱର, ତାରାଗଣ ଈଶ୍ୱର, ଏ ବଣ ଜଙ୍ଗଲ ଈଶ୍ୱର, ଏ ବୃକ୍ଷଲତା ଈଶ୍ୱର, ଏ ପଶୁ ପକ୍ଷୀ ଈଶ୍ୱର, ଏହିପରି ଏ ସୃଷ୍ଟିକୁ ସେମାନେ ଈଶ୍ୱର ଦେବତା ବୋଲିକି ମାନି ସେମାନଙ୍କ ଜୀବନ ବ୍ୟର୍ଥରେ ଅନନ୍ତ ମୃତ୍ୟୁ ଆଡକୁ ଯାଉଥିଲା। କେତେ ଯେ ଆମ ପୂର୍ବପୁରୁଷ ମାନେ ସତ୍ୟ ଈଶ୍ୱରକୁ ନ ଜାଣି ସେମାନେ ମୃତ୍ୟୁ ବରଣ କଲେ, ସେମାନେ ଅନନ୍ତ ମୃତ୍ୟୁର ଅଧିକାରୀ ହେଲେ। ପ୍ରିୟ ବନ୍ଧୁ, କିନ୍ତୁ ଅକସ୍ମାତ୍ ଆମଙ୍କର ପୂର୍ବପୁରୁଷ ମାନଙ୍କ ଜୀବନରେ ସୁସମାଚାରର ଆଲୋକ ଆସିଲା। ଯେତେବେଳେ ଯୀଶୁ ଖ୍ରୀଷ୍ଟଙ୍କର ସୁସମାଚାରର ଆଲୋକ ଆସିଲା, ଆଉ ସେମାନଙ୍କର ଅଜ୍ଞାନତା ଦୂର ହେଲା, ସେମାନଙ୍କର ଆନ୍ତରିକ ଅନ୍ଧତା, ଜ୍ଞାନ ଚକ୍ଷୁ ଯୋଉ ଅନ୍ଧ ଥିଲା ଦୂର ହେଲା। ଆଉ ସେମାନେ ଜାଣିପାରିଲେ ଏ ସୃଷ୍ଟି କେବେ ସୃଷ୍ଟିକର୍ତ୍ତା ହୋଇପାରନ୍ତି ନାହିଁ। ଏ ସୃଷ୍ଟି, ଏ ପଥର ମାଟି, ଏ କାଦୁଅ, ଏ ଗଛ ଲତା, ପାଣି ପବନ, ନଦୀ ଜଣା, ସମୁଦ୍ର, ଆକାଶର ତାରାଗଣ ନକ୍ଷତ୍ର, ସୂର୍ଯ୍ୟ ଚନ୍ଦ୍ର, ଏସବୁ ଦେବତା ଈଶ୍ୱର ନୁହନ୍ତି। ଏହି ସବୁ ଆମ ସୃଷ୍ଟିକର୍ତ୍ତା ଈଶ୍ୱରଙ୍କର ସୃଷ୍ଟି। ପ୍ରିୟ ବନ୍ଧୁଗଣ, ଆଉ ସେଇଦିନ ସେମାନେ ସମସ୍ତ ପ୍ରକାର କାଳ୍ପନିକ ବ୍ୟବସ୍ଥାକୁ ଫିଙ୍ଗି ଦେଲେ, ନିଜ ଜୀବନରୁ ନିଜ ସମାଜରୁ ଫିଙ୍ଗି ଦେଲେ, ନିଜ ମନରୁ ଆତ୍ମାରୁ ଫିଙ୍ଗି ଦେଲେ, ଫୋପାଡ଼ି ଦେଲେ ସବୁ କାଳ୍ପନିକ ଦେବୀ ଦେବତା ମାନଙ୍କୁ। ଆଉ ସତ୍ୟ ଈଶ୍ୱରଙ୍କର ସେବା ଉପାସନା କଲେ। ଯେତେବେଳେ ସତ୍ୟ ଈଶ୍ୱରଙ୍କର ସେବା ଉପାସନା କଲେ, ସତ୍ୟ ଈଶ୍ୱରଙ୍କର ପରିଚୟ ପାଇଲେ, ଜୀବନ ବଦଳିଗଲା। ମୋ ପୂର୍ବପୁରୁଷ ମାନେ ଶହ ଶହ ଲକ୍ଷ ଲକ୍ଷ କୋଟି କୋଟି ଦେବୀ ଦେବତା ମାନଙ୍କୁ ପୂଜା କରୁଥିଲେ, ସେମାନଙ୍କ ଜୀବନରେ କୌଣସି ପରିବର୍ତ୍ତନ ନଥିଲା, ସେମାନଙ୍କ ଜୀବନରେ କୌଣସି ଏକ ନୂତନ ଜୀବନ ନଥିଲା, ଜୀବନରେ ଶାନ୍ତି ନଥିଲା, ଜୀବନରେ ପବିତ୍ରତା ନଥିଲା, ଜୀବନରେ ଧାର୍ମିକତା ନଥିଲା। ସେହି ପାପରେ, ସେହି ପାପର କାଦୁଅରେ, ପାପର ପଙ୍କରେ ସେମାନେ ବୁଡ଼ି ରହୁଥିଲେ। ସେମାନଙ୍କ ଜୀବନରେ ଅଶ୍ଳୀଳତା ଥିଲା, ମୁଖରୁ ଅଶ୍ଳୀଳ ଭାଷା, ପୁଣି ଅନେକ ପ୍ରକାର ଅନ୍ୟାୟ, ଅତ୍ୟାଚାର, ସ୍ୱାର୍ଥପରତା, ଗର୍ବ, ଅହଙ୍କାର, ଅନ୍ୟକୁ ତୁଚ୍ଛ କରିବା, ଅନ୍ୟକୁ ଘୃଣା କରିବା, ଏହି ସବୁ ପାପର ସ୍ୱଭାବ, ସନ୍ତାନର ସ୍ୱଭାବ ସେମାନଙ୍କ ଜୀବନରେ ଥିଲା। କିନ୍ତୁ ଯେତେବେଳେ ଯୀଶୁ ଖ୍ରୀଷ୍ଟ ଆମ ପୂର୍ବପୁରୁଷ ମାନଙ୍କ ଜୀବନକୁ ଆସିଲେ, ଜୀବନ ବଦଳିଗଲା। ଏଥିପାଇଁ ପ୍ରିୟ ବନ୍ଧୁ, ଆପଣ ମଧ୍ୟ ଯୀଶୁ ଖ୍ରୀଷ୍ଟଙ୍କ ନିକଟକୁ ଆସନ୍ତୁ, ଜୀବନ ବଦଳିଯିବ, ଆପଣଙ୍କ ପରିବାର ପରିସ୍ଥିତି ବଦଳିଯିବ, ଆପଣଙ୍କର ରୋଗ ସଂକଟ ସମସ୍ୟା ଦୁଃଖ କଷ୍ଟ ଯାହା କିଛି କ୍ଲେଶ ବିପଦ ଆପଦ ସମସ୍ୟା ଯାହା କିଛି ଆପଣଙ୍କ ଜୀବନରେ ରହିଛି ବଦଳିଯିବ। ଆଜି ପୃଥିବୀର ବିଭିନ୍ନ ସ୍ଥାନରୁ ଆଜି ଅନେକ ଶହ ଶହ ପରିବାର ଆମ ଈଶ୍ୱରଙ୍କ ପରିବାର ସେବା କାର୍ଯ୍ୟ ନିକଟକୁ, ଆମର ଈଶ୍ୱରଙ୍କ ପରିବାର ପ୍ରାର୍ଥନା ବୋର୍ଡ ନିକଟକୁ ସମ୍ପର୍କ କରନ୍ତି। ଫୋନ ମାଧ୍ୟମରେ, ହ୍ୱାଟ୍ସଆପ୍ ମାଧ୍ୟମରେ, ଫେସବୁକ୍ ମାଧ୍ୟମରେ ଯୋଗାଯୋଗ କରନ୍ତି। ଆମେ ପ୍ରତିଦିନ ପ୍ରାର୍ଥନା କରୁ, ଦିନ ରାତି ପ୍ରାର୍ଥନା କରୁ ଲୋକମାନଙ୍କ ପାଇଁ। ଆମେ ପ୍ରାର୍ଥନା କରୁ ପ୍ରଭୁ ଯୀଶୁ ସୁସ୍ଥ କରନ୍ତି। ଆମର ପୂର୍ବପୁରୁଷ ମାନେ ଯେତେବେଳେ ସେମାନେ ଅନେକ ଦେବୀ ଦେବତା ମାନଙ୍କୁ
पूजा करते से जीवन में कौन सी आरोग्यता नथिला रोग संकट महामारी विपद अशांति अस्थिर अनेक प्रकार शारीरिक যন্ত্রণা मानसिक যন্ত্রণা এপরি ସେମାନେ জীবন কাটিଥିଲେ ସୁସ୍ଥତା କରିବା ପାଇଁ କେହି ନଥିଲା ଆମର ଦୁଃଖ ଶୁଣିବା ପାଇଁ କେହି ନଥିଲା ଆମର ସମସ୍ୟା ଦୂର କରିବା ପାଇଁ କେହି ନଥିଲା ଆମକୁ ପାପରୁ ରକ୍ଷା କରିବା ପାଇଁ କେହି ନଥିଲା ଯେତେବେଳେ ଯୀଶୁଙ୍କର ପରିଚୟ ପାଇଲେ ପାପ କ୍ଷମା ହେଲା ସୁସ୍ଥତା ପାଇଲେ ରୋଗ ସଂକଟ ଦୂର ହେଲା ଅନେକ ଅନେକ କାଳ୍ପନିକ ଦେବୀ ଦେବତା ମାନଙ୍କର ଅଭିଶାପ ସବୁ ଦୂର ହେଲା ଜୀବନ ବଦଳିଗଲା ଏଥିପାଇଁ ବନ୍ଧୁ ସୁସ୍ଥତା ପାଇବା ନିମନ୍ତେ मुक्ति पाइबा निमंते जीवन पाइबा निमंते आरोग्य पाइबा निमंते यीशु ख्रीष्ट को विश्वास करतु आमन फोन करतु आमे आपन को पई प्रार्थना करिवो आमन प्रार्थना आपन विश्वास आपन जीवन को परिवर्तन करिवो आपन पाइबे नया जीवन सुस्थता पाइबे आपन को हेतु अनेक वर्षर रोग संकट विपद आपद परीक्षा प्रलोभन शैतान मंत्र जहां भी हेउना काई जदि आपन संपूर्ण लहरे प्रभु यीशु ख्रीष्ट को निज व्यक्तिगत परित्राणकर्ता रूपे उद्धारकर्ता रूपे मुक्तिदाता रूपे ग्रहण करिवे मुक्ति पाइबे शांति पाइबे उद्धार पाइबे अनंत जीवन पाइबे इतफाय प्रिय बंधु दिन थाउ थाउ समय थाउ थाउ ए जगत रे बंची थाउ थाउ सत्य ईश्वर को निकट को फेरी आसंतु केते काल मूर्खतार जीवन कटिबे केते काल अज्ञानतार जीवन कटिबे केते काल पापर जीवन कटिबे केते काल शैतानर बंधन रे मृत्युर बंधन रे अंधकारमय जीवन रे रहिबे केते काल पापर रास्ता रे गमन करिबे सत्य ईश्वरकर निकट को फेरी आसंतु जीवनदाता परमेश्वर को निकट को फेरी आसंतु सृष्टिकर्ता परमेश्वर को निकट को फेरी आसंतु प्रिय बंधुगण प्रभु यीशु ख्रीष्ट को छोड़ा ए जगत रे केही मध्य आपन को पाप को क्षमा करि पारिबे नाही जेतु ए जगत रे जत्ते भी देवता ईश्वर अछंती बोली लोक माने मानती आमे तो मानु पूर्वे मानुथिलु जे अनेक अनेक देवी देवता ईश्वर अछंती बोली मानुथिलु हमर पूर्व पुरुष माने मानुथिलु आमे मानुथिलु जेतेले माने अज्ञान थिलु अज्ञानर जुग अज्ञानर समय से समय माने मानुथिलु अनेक अनेक देवी देवता ईश्वर अछंती किंतु जेतेले अज्ञान दूर होला हमर अंधता दूर होला मूर्खता दूर होला सेतेले जानिलु ज्ञान पाइलु ज्ञान विज्ञान होला और विज्ञान माध्यमरे हमने जानिलु एकमात्र सृष्टिकर्ता ईश्वर समस्तंकर मालिक से सर्वे सर्वा अटंती से एकमात्र अटंती किंतु हमने पूर्वे भाबुथिलु ईश्वर अनेक अनेक रूप प्रिय बंधुगण ए सब मिथ्या रे हमर जीवन थिला किंतु जेतेले माने सत्यता को जानिलु मिथ्या दूर होला जेतेले माने अंधकार रे थिलु जेतेले हमर को ज्योति आसला से अंधकार छाडी गला अज्ञानता दूर होला मूर्खता दूर होला अंधविश्वास दूर होला हमर जीवन रो पाप अभिशाप दूर होला रोग संकट महामारी विपद दूर होला हमने पाइलु नूतन जीवन हमर जीवन बदली गला इति पाए सुस्थता पाइबा निमंते मुक्ति पाइबा निमंते जीवन पाइबा निमंते संतान प्राप्तिर वरदान आशीर्वाद पाइबा निमंते जीवन में शांति पाइबा निमंते समस्त प्रकार सांसारिक अभिलाष सांसारिक स्वार्थपरता अशांति अस्थिरता अश्लीलता पाप अपराध अन्याय अत्याचार ए इत्यादि इत्यादि पाप एवं अधर्म से रक्षा पाइबा ପାଇଁ ଚାହାନ୍ତି ଯୀଶୁଙ୍କ ନିକଟକୁ ଆସନ୍ତୁ प्रभु यीशु ख्रीष्ट को व्यक्तिगत परित्राण कर्तव्य ग्रहण करंतु मुक्ति पांतु प्रिय बंधुगण ए जगत में जितने भी देवता ईश्वर अछंती बोली लोक माने कहंती कौन सी देवता कौन सी ईश्वर पवित्र नथि हमर शास्त्र में देखु अनेक अनेक शास्त्र लिखा अछि से देवी देवता माने व्यभिचार करुथिले से देवी देवता माने अन्य स्त्री को अपहरण करके नेकी जाउथिले अन्य स्त्री सहित व्यभिचार करथिले केही तो निज झियो सहित व्यभिचार करे झियो को स्त्री करि देला आउ के तो कार स्त्री को नेकी चली गला एही पडी पाप व्यभिचार अश्लीलता चोर डकायत कार्य युद्ध अनेक प्रकार अशांति अस्थिरता से देवी देवता माने जीवन यापन करुथिले शास्त्र प्रमाण दे मु कहूनी शास्त्र प्रमाण दे शास्त्र लिखा अछि जे देवी देवता माने अश्लीलता व्यभिचार करुथिले अन्याय अत्याचार हत्या करते लोक मानू ए सब लिखा अछि प्रभु यीशु को छड़ा
ପବିତ୍ର ଈଶ୍ୱର କେହି ନାହାନ୍ତି, ଧାର୍ମିକ ଈଶ୍ୱର କେହି ନାହାନ୍ତି। ଏ ଜଗତରେ ଯେତେ ବି ଦେବତା ଈଶ୍ୱର ଅଛନ୍ତି ବୋଲି ଲୋକମାନେ କହନ୍ତି, ସେମାନେ ସମସ୍ତେ ପାପ କଲେ, କେହି ମଧ୍ୟ ପାପକୁ ପରାଜୟ କରିପାରିଲେ ନାହିଁ। ମୃତ୍ୟୁ ଦ୍ୱାରା ପରାଜିତ ହେଲେ, ପାପ ଦ୍ୱାରା ପରାଜିତ ହେଲେ, କିନ୍ତୁ একমাত্র সত্য ঈশ্বর প্রভু যীশু পাপକୁ পরাজয় কলে, মৃত্যুକୁ পরাজয় কলে, তৃতীয় দিନରେ পুনরুত্থিত ହେଲେ ଏବଂ ମନୁଷ୍ୟମାନଙ୍କ ନିମନ୍ତେ, ସମଗ୍ର ମାନବ ଜାତି ନିମନ୍ତେ ଆଶାର କିରଣ, ପରିତ୍ରାଣର ଦ୍ୱାରକୁ ଖୋଲିଦେଲେ। ଏଥିପାଇଁ ଯୀଶୁଙ୍କ ନିକଟକୁ ଆସିଲେ ହିଁ ପରିତ୍ରାଣ ମିଳିବ, ଶାନ୍ତି ମିଳିବ, ଜୀବନ ବଦଳିଯିବ। ପ୍ରିୟ ବନ୍ଧୁ, ଆମର ପୂର୍ବପୁରୁଷମାନେ ଲକ୍ଷ ଲକ୍ଷ କୋଟି କୋଟି ଅସଂଖ୍ୟ ଦେବୀ ଦେବତା ମାନଙ୍କର ଦିନ ରାତି ପୂଜା କରୁଥିଲେ। ସେମାନଙ୍କ ଜୀବନ ବିଲକୁଲ ପରିବର୍ତ୍ତନ ନଥିଲା। ସେଇ ପାପ, ସେଇ ଅପରାଧ, ସେଇ ଘୃଣ୍ୟ ବିଷୟ ସେମାନଙ୍କ ଜୀବନରେ ଥିଲା। ଯେତେବେଳେ ଯୀଶୁଙ୍କ ନିକଟକୁ ଆସିଲେ, ଯୀଶୁଙ୍କର ପରିଚୟ ପାଇଲେ, ଈଶ୍ୱରଙ୍କର ସନ୍ତାନ ହେବାର ଅଧିକାର ପାଇଲେ, ନୂଆ ଜୀବନ ମିଳିଲା, ନୂତନ ଜୀବନ, ପବିତ୍ର ଜୀବନ, ଧାର୍ମିକ ଜୀବନ। ଏଥିପାଇଁ ମୁକ୍ତି, ଶାନ୍ତି, ସୁସ୍ଥତା, ଆରୋଗ୍ୟ, ଉଦ୍ଧାର ପାଇବା ପାଇଁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନିକଟକୁ ଆସନ୍ତୁ। ଆମ ସହିତ ଯୋଗାଯୋଗ କରନ୍ତୁ। ପ୍ରାର୍ଥନା ନିମନ୍ତେ ଯୋଗାଯୋଗ କରିବା ପାଇଁ ଆମ ସହିତ ସମ୍ପର୍କ କରନ୍ତୁ। ଆମର ଫୋନ ନମ୍ବର 8754054789 9677486631। ପ୍ରତିଦିନ ଆମର ଅନଲାଇନ ପ୍ରାର୍ଥନା ହୁଏ ଗୁଗଲ ମିଟ୍ ମାଧ୍ୟମରେ ସନ୍ଧ୍ୟା 4ଟାରୁ 5ଟା ପ୍ରତିଦିନ, ପୁଣି ରାତି 8:30ରୁ 9:30, ପୁଣି ମଙ୍ଗଳବାର, ପୁଣି ଶୁକ୍ରବାର ଦିନ 12 ଘଣ୍ଟାରୁ 2 ଘଣ୍ଟା ପର୍ଯ୍ୟନ୍ତ ଉପବାସ ପ୍ରାର୍ଥନା। शुभ दिनतु, आशीर्वाद पातु। धन्यवाद, नमस्कार।